କାମାକ୍ଷାନଗର ବାଲିଗୋରଡ଼ ମୁସା ମଲ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଂଗଠନ ସଭାପତି ଶାନ୍ତନୁ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ପ୍ରଧାନ ଶିକ୍ଷକ ମନମୋହନ ମିଶ୍ର ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟକୁ ସରକାରୀ ସହାୟତା, ମୋ ସ୍କୁଲ ଅଭିଯାନ ତରଫରୁ ଆମ ବିଦ୍ୟାଳୟରେ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତୁଷାରକାନ୍ତ ସ୍ୱାଇଁ, ସଭ୍ୟ ପ୍ରମୋଦ କୁମାର ମଲ୍ଲିକ ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟର ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରକାଶ କରିଥିଲେ। ପୁରାତନ ଛାତ୍ରଛାତ୍ରୀମାନଙ୍କର ତାଲିକା ପ୍ରସ୍ତୁତ କରିବା, ହ୍ୱାଟ୍ସଆପ୍ ଗ୍ରୁପ୍ କରିବା, ବିଦ୍ୟାଳୟର ବାର୍ଷିକ ଉତ୍ସବ କରି ପୁରାତନ ଛାତ୍ରଛାତ୍ରୀମାନଙ୍କର ସମାବେଶ କରିବା ପାଇଁ ମୋ ସ୍କୁଲ ଅଭିଯାନ ଆବାହକ କରୁଣାକର ମଲ୍ଲିକ ପ୍ରସ୍ତାବ ଦେଇଥିଲେ। ଶିକ୍ଷୟିତ୍ରୀ ପ୍ରଗତି ନାୟକ ମୁଖ୍ୟମନ୍ତ୍ରୀଙ୍କର ଚିଠି ସଭ୍ୟସଭାମାନଙ୍କୁ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ରୋଜାଲିନ୍ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।